ଦୈନିକ ଖବରକାଗଜ ପ୍ରମେୟ ଓ ବୈଦ୍ୟୁତିକ ଗଣମାଧ୍ୟମ ନ୍ୟୁଜ୍ 7 ପକ୍ଷରୁ ବାଲେଶ୍ୱର ସହରର ଗାନ୍ଧୀ ସ୍ମୃତି ଭବନଠାରେ ଉତ୍କର୍ଷ 2026 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବସ୍ତା ବିଧାୟିକା ସୁବାସିନୀ ଜେନା, ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ, ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ, ପ୍ରମେୟ ସମ୍ପାଦକ ଗୋପାଳ କୃଷ୍ଣ ମହାପାତ୍ର, ହିମାଂଶୁ ହୋତା, କବି ପ୍ରଶାନ୍ତ ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରମେୟ ବାଲେଶ୍ୱର ଜିଲ୍ଲା ପ୍ରତିନିଧି ଆଲୋକ କୁମାର ବାରିକ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ। ମହାପାତ୍ର ସାର୍ ଆମ ପାଖରେ ଅଛନ୍ତି, ସିଓ ସୁନୀଲ ସାର୍ ଆମ ପାଖରେ ଅଛନ୍ତି, ଗ୍ରୁପ ଡାଇରେକ୍ଟର ସେଲ୍ସ ଆଣ୍ଡ ମାର୍କେଟିଂର ବିଶ୍ୱରୂପ ସାର୍ ଆମ ପାଖରେ ଅଛନ୍ତି, ଆପଣମାନଙ୍କ ଭଳି ବହୁତ ଚିହ୍ନା ମୁହଁ ଏବଂ ଯୁବନେତା ବିକ୍ରମ ବାବୁ। ସେଥିପାଇଁ ଆପଣଙ୍କୁ ମୁଁ ଅନୁରୋଧ କରିବି, ସହଯୋଗ କରିବେ। ଆମେ ଆପଣଙ୍କ ସହଯୋଗ ନେଇ ଆହୁରି ଅନେକ ବାଟ ଯିବା ପାଇଁ ସ୍ୱପ୍ନ ଦେଖିଛୁ ବନ୍ଧୁ। ସମସ୍ତେ ସ୍ୱପ୍ନ ଦେଖନ୍ତି, କିନ୍ତୁ ସ୍ୱପ୍ନଟାକୁ ସାକାର ବହୁତ କମ୍ ଲୋକ କରନ୍ତି। ଆମେ ଚାହୁଁଛୁ, ଆମେ ଯେଉଁ ସ୍ୱପ୍ନ ଦେଖୁଛୁ କିମ୍ବା ଆପଣମାନଙ୍କ ପାଖରେ ଯେଉଁ ସ୍ୱପ୍ନ ଅଛି, ସେଇ ସ୍ୱପ୍ନକୁ ସାକାର କରିବୁ ଆମେ ନ୍ୟୁଜ୍ 7 ଏବଂ ପ୍ରମେୟ ମାଧ୍ୟମରେ। ବନ୍ଧୁଗଣ